नमस्कार बंधुगण, आसंतु शुणिबा तपोईर दुख भरा कहानी। केमिति तपोई मर्त्यमंडल को आसिला एवं माँ मंगला कृपारू केमिति मर्त्यमंडल स्वर्गलोक को गला। आसंतु शुणिबा एही वीडियो माध्यम रे। सत्य जुगरे जम्बूद्वीप नामक एक बृहत राज्य थिला। सेही राज्य रे छोट छोट अनेक राज्यमान थिला। ସେହି ରାଜ୍ୟର ଦ୍ୱୀପାନ୍ତରରେ ଏକ ଛୋଟ ରାଜ୍ୟଟିଏ ଥିଲା ଏବଂ ସେଠାକାର ରାଜା ଥିଲେ ରାଜା ତାଳଧ୍ୱଜ। ସେହି ରାଜ୍ୟରେ ଅନେକ ସାଧବମାନେ ଥିଲେ। ସେହି ସାଧବମାନଙ୍କ ଭିତରେ ଗୋଟିଏ ସାଧବ ଥିଲା ଯାହାଙ୍କ ନାମ ତନୟବନ୍ତ ଏବଂ ତାଙ୍କର ପତ୍ନୀ ଶକୁନ୍ତଳା। ସେ ଥିଲେ ସେହି ରାଜ୍ୟର ସବୁଠାରୁ ଧନୀ ସାଧବ। ତାଙ୍କର 7ଟି ପୁତ୍ର ଥିଲେ ଏବଂ ଗୋଟିଏ କନ୍ୟା ଥିଲେ ଯାହାଙ୍କ ନାମ ତପୋଇ। ତପୋଇକୁ ସମସ୍ତେ ଅନେକ ସ୍ନେହ କରନ୍ତି। 7 ଭାଇ 7 ଭାଉଜ ଏବଂ ପିତାମାତା 2 ଜଣ ମଧ୍ୟ। ଦିନେ ତପୋଇ ମନ୍ତ୍ରୀଙ୍କ ଝିଅ ଏବଂ ଅନେକ ସାଙ୍ଗସାଥୀକୁ ନେଇ ଖେଳିବାକୁ ଗଲା ଏବଂ ସେଇଠାରେ ଖେଳିବା ସମୟରେ ଏକ ବିଧବା ବ୍ରାହ୍ମଣୀ ଆସି ସେଇଠାରେ ପହଞ୍ଚିଲା ଏବଂ କହିଲା ଯେ ତୁ ହେଉଛୁ ତୋ ବାପା ମାଙ୍କର ଏକମାତ୍ର କନ୍ୟା ସନ୍ତାନ, ତେଣୁ ତୁ ଯାହା ମାଗିବୁ ତତେ ସେଇ ଜିନିଷଟି ନିର୍ଦ୍ୱନ୍ଦରେ ମିଳିବ। ମୁଁ ଯଦି ତୋ ପରିକା ହେଇଥାନ୍ତି ତାହେଲେ ମୁଁ ମୋ ପିତାମାତାଙ୍କୁ ସୁବର୍ଣ୍ଣର ଚାନ୍ଦଟିଏ ମାଗିଥାନ୍ତି। ଏହି ସମସ୍ତ କଥା କହି ସେଇ ବିଧବା ବ୍ରାହ୍ମଣୀ ବୁଢ଼ୀଟି ସେଇଠାରୁ ଚାଲିଗଲା। କିନ୍ତୁ ତପୋଇ ସେହି କଥାକୁ ମନେ ମନେ ଚିନ୍ତା କରି ଗୃହକୁ ଫେରିଲେ ଏବଂ ଋଷି କବାଟ ବନ୍ଦ କରି ଘର ରତ୍ନଖଟ ଉପରେ ଶୋଇପଡ଼ିଲେ। ଏହାପରେ ଯେବେ ଖାଇବାର ସମୟ ଉପନୀତ ହେଲା, ଝିଅ ତପୋଇକୁ ବାପା ମା ଏବଂ 7 ଭାଇ ଡକାଇ ପଠାଇଲେ, କିନ୍ତୁ ତପୋଇ ଆସିଲେ ନାହିଁ। ଏହା ଦେଖି ପିତା ଏବଂ ମାତା ଝିଅ ଶୋଇଥିବା ଘରର କବାଟ ଭାଙ୍ଗି ସେହି ଘର ଭିତରେ ପ୍ରବେଶ କଲେ ଏବଂ ଝିଅକୁ ପଚାରିଲେ ଯେ ସେ କ'ଣ ପାଇଁ ଋଷି ଶୋଇଛି, କେଉଁ ଜିନିଷ ପାଇଁ ସେ ଋଷିଛନ୍ତି। ଯଦି ସେ ଭାଙ୍ଗି ଯାଇଥିବ ତାହେଲେ ସେ ତାକୁ ପୁଣି ଥରେ ଗଢ଼ିଦେବେ, ଯଦି ହଜିଯାଇଥିବ ତାହେଲେ ସେ ତାକୁ ଖୋଜି ଆଣିବେ। ଏହାପରେ ତପୋଇର 7 ଭାଇମାନେ ମଧ୍ୟ ତପୋଇକୁ ଡାକିଲେ, କିନ୍ତୁ ତପୋଇ ଉଠିଲେ ନାହିଁ। ସେହି ସାଧବ ଘରର ସାନ ବୋହୂ ଯାହାର ନାମ ନୀଳେନ୍ଦ୍ରୀ, ସେ ତପୋଇର ଅତ୍ୟନ୍ତ ପ୍ରିୟ ଭାଉଜ ଥିଲା। ସେ ଯେତେବେଳେ ତପୋଇକୁ ଖାଇବା ପାଇଁ ଡାକିଲେ, ତପୋଇ ଉଠି ବସିଲେ ଏବଂ କହିଲେ, ତୁମେ ଯାଇ ମୋ ପିତାଙ୍କ ଆଗରେ କୁହ କି ସେ ମୋତେ ଏକ ସୁବର୍ଣ୍ଣର ଚାନ୍ଦ ଦିଅନ୍ତୁ, ନହେଲେ ମୁଁ ଭାତ ଖାଇବି ନାହିଁ। ଏହି କଥା ଶୁଣି ତପୋଇର ପିତା କହିଲେ କି ସେ କାଲି ଭିତରେ ସୁବର୍ଣ୍ଣର ଚାନ୍ଦ ଗଢ଼େଇବାର ଆୟୋଜନ କରିବେ ଏବଂ 15 ଦିନ ଭିତରେ ଚାନ୍ଦକୁ ସମ୍ପୂର୍ଣ୍ଣ କରି ତପୋଇଙ୍କ ହାତରେ ଦେବେ। ଏହି କଥା ଶୁଣି ତପୋଇ ଅତ୍ୟନ୍ତ ଖୁସି ହୋଇ ନିଜ ମାତାଙ୍କ କୋଳରେ ଯାଇ ବସିଲେ। ତା ପରଦିନଠାରୁ ସୁବର୍ଣ୍ଣର ଚାନ୍ଦ ଗଢ଼ିବା ପାଇଁ ସାଧବ ବିନ୍ଧାଣୀ ଆଣିଲା ଏବଂ ଗଢ଼େଇବା କାର୍ଯ୍ୟ ଆରମ୍ଭ କଲା। ସେହି ସୁବର୍ଣ୍ଣ ଚାନ୍ଦ ଗଢ଼ିବାର ଅଧା ଦିନରେ ସାଧବର ମୃତ୍ୟୁ ହୋଇଗଲା ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ ଦିନ ସାଧବାଣୀଙ୍କ ମୃତ୍ୟୁ ହୋଇଥିଲା। ନିଜ ପିତାମାତାଙ୍କ ମୃତ୍ୟୁକ୍ରିୟା ସାରିବା ପରେ ସାଧବର 7 ପୁତ୍ରମାନେ ବୋଇତରେ ବାଣିଜ୍ୟ କରିବାକୁ ଯିବା ପାଇଁ ମନସ୍ଥ କଲେ। ବାଣିଜ୍ୟରେ ଯିବା ସମୟରେ ସେହି 7 ଭାଇମାନେ 7 ବୋହୂଙ୍କୁ କହିକି ଗଲେ ଯେ ତପୋଇ ଯେପରି ଦୁଃଖ ନ ପାଇବ, ସେ ଯେପରି ଭାଇମାନଙ୍କୁ କିମ୍ବା ମାତା ପିତାଙ୍କୁ ଯେପରି ସେ ନ ଝୁରିବ, ସେହି ବ୍ୟବସ୍ଥା ତୁମେ କରି ରଖୁଥିବ ଏବଂ ତାର ସେବା ଯତ୍ନ ମଧ୍ୟ କରୁଥିବ। ଏହାପରେ ସାଧବର 7 ପୁତ୍ର ବୋଇତରେ ବାଣିଜ୍ୟ କରିବାକୁ ଗଲେ। ବୋଇତ ଯାଇ ଅନ୍ୟ ଏକ ଦ୍ୱୀପରେ ଲାଗିଲା ଏବଂ ସେଠାରେ 7 ଭାଇମାନେ ବିକା କିଣା କଲେ ଏବଂ ସେଠାରେ କିଛି ଦିନ ମଧ୍ୟ ରହିଲେ। ଏଥିମଧ୍ୟରେ ସାଧବର 7 ବୋହୂମାନେ ଘର ସମ୍ଭାଳୁଥାନ୍ତି ଏବଂ ତପୋଇର ସେବା ଯତ୍ନ ମଧ୍ୟ କରୁଥାନ୍ତି। ଏହାପରେ ସ୍ୱର୍ଗରୁ ଏକ ଅପ୍ସରୀଟିଏ ଆସି ମାୟାରେ ଏକ ବିଧବା ବ୍ରାହ୍ମଣୀ ରୂପକୁ ଧାରଣ କଲା ଏବଂ ସାଧବ ଦ୍ୱାରରେ ଭିକ୍ଷା ମାଗିଲା। ବିଧବା ବ୍ରାହ୍ମଣୀର ଡାକ ଶୁଣି
ସାଧବର ସାତ ବୋହୂମାନେ ନିଜେ ନିଜେ କରୁଥିବା କାମଗୁଡ଼ିକୁ ସେହି ବିଧବା ବ୍ରାହ୍ମଣୀକୁ କହିଲେ। ବିଧବା ବ୍ରାହ୍ମଣୀଟି ସମସ୍ତଙ୍କ କାର୍ଯ୍ୟକୁ ଦେଖି ଦୋଳିକୁ ଚାହିଁଲା ବେଳକୁ ସେ ଦେଖିଲା ଦୋଳିରେ ତଅପୋଇ ବସିଅଛି। ସେ ତଅପୋଇକୁ ଦେଖି ପଚାରିଲା ଯେ ଏ ତୁମର କ'ଣ ହୁଏ? ସାଧବ ବୋହୂମାନେ କହିଲେ ସେ ଆମର କନିଷ୍ଠ ନଣନ୍ଦ ହୁଏ। ଏହା ଶୁଣି ସେହି ବିଧବା ବ୍ରାହ୍ମଣୀଟି କହିଲା ଯେ ତୁମେ ହେଉଛ ନିର୍ଲଜ, ଯିଏ ନିଜର କନିଷ୍ଠ ନଣନ୍ଦକୁ ଏତେ ସେବା ଯତ୍ନ କରୁଛ, କିନ୍ତୁ ସେ ତା ଭାଇଙ୍କୁ କହି ତୁମମାନଙ୍କୁ କଷ୍ଟ ଦେବ। ତେଣୁ ବେଳହୁଁ ଉପାୟ କର, ତଅପୋଇକୁ ବନସ୍ତରେ ଛେଳି ଜଗାଅ। ଏହି ସମୟରେ ସାତ ଭାଇମାନେ ଘରେ ନାହାନ୍ତି। ଏହା ହିଁ ସୁଯୋଗ, ତମେ ଏହି ସମୟକୁ କାର୍ଯ୍ୟରେ ଲଗାଅ। ଏହି ସମସ୍ତ କଥା ଶୁଣିବା ପରେ ଛଅ ବୋହୂଯାକ ତଅପୋଇକୁ କିପରି କଷ୍ଟ ଦେବେ ସେଇ କଥା ଚିନ୍ତା କଲେ। କିନ୍ତୁ ନୀଳେନ୍ଦ୍ରୀ ନାମରେ ଯେଉଁ ସାନ ବୋହୂଟି ଅଛି ସେ ତଅପୋଇକୁ ଅତ୍ୟନ୍ତ ସ୍ନେହ କରେ। ତେଣୁ ସେ କହିଲା ମୁଁ ଏଥିମଧ୍ୟରେ ନାହିଁ। ଏହାପରେ ଛଅ ବୋହୂଯାକ ବିଧବା ବ୍ରାହ୍ମଣୀର କଥାକୁ ଶୁଣି ତଅପୋଇକୁ ନା ଦେଲେ ଭଲ ପିନ୍ଧିବାକୁ, ନା ଦେଲେ ଭଲ ଖାଇବାକୁ, ମୁଣ୍ଡକୁ ତେଲ ଦେଲେ ନାହିଁ କି ଦୋଳିରେ ବସିବାକୁ ମଧ୍ୟ ଦେଲେ ନାହିଁ। ତଅପୋଇକୁ ଦୁଃଖ ଦେବା ପାଇଁ ଅନେକ ଛେଳି ରଖିଲେ ଏବଂ ସେହି ଛେଳିଗୁଡ଼ିକୁ ତଅପୋଇ ସହ ବନସ୍ତକୁ ପଠାଇଲେ ଏବଂ ତଅପୋଇ ଏକ ଛିଣ୍ଡା ଟୋକେଇରେ ଖାଇବାକୁ ଦେଲେ, ଯେଉଁଥିରେ ଲୁଣ ନାମରେ ପାଉଁଶ ଏବଂ ତଳେ ମୂଷା ମାଟି ରଖି ଉପରେ ଭାତ 4 ଗୋଟି ଦେଇ ବନସ୍ତକୁ ପଠାଇଲେ। ଏହିପରି ଭାବରେ ତଅପୋଇର ଦିନ ଚାଲୁଥାଏ। କିନ୍ତୁ ଯେଉଁଦିନ ସାନ ବୋହୂର ପାଳି ଥାଏ ସେ ସେଦିନ ଅନେକ ଭାତ ଏବଂ ଭଜା ତିଅଣ ଖାଇବାକୁ ଦେଇଥାଏ ତଅପୋଇକୁ। ଏହାପରେ ଭାଦ୍ରବ ମାସ ଆସି ଉପନୀତ ହେଲା। ଏକ ଦିନ ତଅପୋଇ ବନସ୍ତରେ ଛେଳି ଜଗୁଥିଲା, କିନ୍ତୁ ବର୍ଷା ହେବା ଯୋଗୁଁ ଗୋଟିଏ ଛେଳି ଯାହାର ନାମ ଘରମଣି, ସେହି ଛେଳିଟି ବନସ୍ତରେ ହଜି ଯାଇଥିଲା। ଘରକୁ ସବୁ ଛେଳି ଗଲେ କିନ୍ତୁ ଘରମଣି ଯାଇନଥିଲା, ସେ ବନସ୍ତରେ ହଜି ଯାଇଥିଲା। ଏହା ଦେଖି ବଡ଼ ବୋହୂ ତଅପୋଇକୁ ବହୁତ ମାରିଲା ଏବଂ ପୁଣି ଥରେ ବନସ୍ତକୁ ଛେଳିକୁ ଖୋଜିବା ପାଇଁ ପଠାଇଲା। ବନସ୍ତରେ ତଅପୋଇ ଛେଳି ଖୋଜୁଥାଏ। ଯୋଗକୁ ସେଦିନ ରବିବାର ହୋଇଥାଏ, ଯେଉଁଦିନ ଖୁଦୁରୁକୁଣି ଓଷା ହୋଇଥାଏ। ଓଷା କୋଠିର ହୁଳହୁଳି ଶୁଣି ତଅପୋଇ ସେଠାରେ ଯାଇ ପହଞ୍ଚିଲା ଏବଂ ପଚାରିଲା ଏ କି ଓଷା ଏବଂ ଏଠାର ଦେବତା କିଏ? ଏହା ଶୁଣି ଝିଅମାନେ ଏହି ଓଷା 5 ପାଳି ହୁଏ ଏବଂ ଏଠାର ଦେବତା ମଙ୍ଗଳା ବୋଲି କହିଲେ। ଏହି ଓଷାରେ ଯେଉଁ ଜିନିଷ ମାଗିବ ସେହି ଜିନିଷ ପାଇବ ବୋଲି କହିଲେ। ଏହା ଶୁଣି ତଅପୋଇ ଚିନ୍ତା କଲା ମୁଁ ମଧ୍ୟ ଏ ଓଷା କରିବି ଏବଂ ହଜିଥିବା ଛେଳିକୁ ପାଇବି। ଏହା ଚିନ୍ତା କରି ତଅପୋଇ ସେହିଠାରେ ମା ମଙ୍ଗଳାଙ୍କୁ ପୂଜା କଲା ଏବଂ ଫେରିବା ସମୟରେ ଛେଳି ଘରମଣିକୁ ବାଟରେ ପାଇଲା। ଏହାପରେ ଆନନ୍ଦ ମନରେ ତଅପୋଇ ଘରମଣି ଛେଳିକୁ ନେଇ ଘରକୁ ଫେରିଲା। ଏହିପରି ଭାବରେ ଭାଦ୍ରବ ମାସର ଶେଷ ରବିବାର ଆସି ଉପନୀତ ହେଲା ଏବଂ ସଖୀ ସଙ୍ଗାତଙ୍କ ସହ ମଙ୍ଗଳା ମାଙ୍କୁ ପୂଜା ଅର୍ଚ୍ଚନା କଲା। ନିଜ ଭାଇମାନଙ୍କ ଶୁଭ ମନାସି ମା ମଙ୍ଗଳାଙ୍କୁ ଆକୁଳ ନିବେଦନ କଲା। ଏହାପରେ ଏକ ଦିନ ତଅପୋଇ ବନସ୍ତକୁ ଛେଳି ଜଗିବାକୁ ନେଇ ଯାଇଥାଏ। କ୍ଷୁଧା ଲାଗିବା କାରଣରୁ ସେ ସାଙ୍ଗରେ ଆଣିଥିବା ଟୋକେଇ ଖୋଲିଲା ଏବଂ ଦେଖିଲା ସେଥିରେ ପାଉଁଶ ଅଛି, ଲୁଣ ନାହିଁ, ଭାତ କେଉଁଠୁ ଆସିବ? ଏହା ଦେଖି ତଅପୋଇ ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କଲା ଏବଂ କହିଲା ପିତାମାତାଙ୍କ ମୃତ୍ୟୁ ହେଲା, ଭାଇମାନେ ବାଣିଜ୍ୟରେ ଗଲେ, କିନ୍ତୁ ଭାଉଜମାନେ ଏତେ କଷ୍ଟ ଦେଲେ, ଆଉ ଘରକୁ କାହିଁ ଯିବି, ଏହି ବନସ୍ତରେ ମୃତ୍ୟୁବରଣ କରିବି କହି କାନ୍ଦିବାକୁ ଆରମ୍ଭ କଲା। ଭାଗ୍ୟକୁ ସେହିଦିନ ସାଧବଙ୍କ ବୋଇତ ଆସି କୂଳରେ ଲାଗିଥାଏ। ସେମାନେ ବନସ୍ତରୁ କାନ୍ଦିବାର ଶବ୍ଦ ଶୁଣି କନିଷ୍ଠ ଭ୍ରାତାଙ୍କୁ ବନସ୍ତକୁ ପଠାଇଲେ। କନିଷ୍ଠ ଭ୍ରାତା ବନସ୍ତରେ ଏକ କନ୍ୟାକୁ ରୋଦନ କରୁଥିବାର ଦେଖି ସେ ସେଠାକୁ ଯାଇ ତାଙ୍କୁ ପଚାରିଲେ ଯେ ସେ କିଏ? ଏହା ଶୁଣି ତଅପୋଇ କହିଲେ ସେ ହେଉଛନ୍ତି ସାଧବଙ୍କର ଝିଅ, ତାଙ୍କର 7ଟି ଭାଇ।
ଭାଇମାନେ ବୋଇତରେ ବାଣିଜ୍ୟ କରିବା ପାଇଁ ଗଲେ ଭାଉଜମାନେ ମୋତେ ବନସ୍ତରେ ଛେଳି ଜଗାଇଲେ। ଏବେ ଭାଇମାନେ ମନେ ପଡ଼ିବାରୁ ମୁଁ ଏଠାରେ କାନ୍ଦୁଅଛି। ଏହା ଶୁଣି କନିଷ୍ଠ ଭ୍ରାତା ତଅପୋଇକୁ ଚିହ୍ନି ପାରିଲେ ଏବଂ ନିଜ ସହିତ ବୋଇତକୁ ନେଇଗଲେ। ବୋଇତରେ ଥିବା ଜ୍ୱଳନ୍ତ ଦୀପର ଆଲୋକରେ 7 ଭାଇମାନେ ତଅପୋଇର ରୂପକୁ ଦେଖିବାକୁ ଲାଗିଲେ। ଶରୀରରେ ଏକ ଛିଣ୍ଡା ବସ୍ତ୍ର, ମୁଣ୍ଡରେ ତେଲ ବିହୁନ ନିଖୁରା କେଶ, ଯେଉଁଥିରୁ ଉଙ୍କୁଣି ଝଡ଼ି ପଡ଼ୁଥାନ୍ତି। ଏହା ଦେଖି 7 ଭାଇମାନେ ବିବ୍ରତ ହୋଇ ଉଠିଲେ ଏବଂ କହିଲେ, ଯିଏ ତୋତେ ଏତେ କଷ୍ଟ ଦେଇଛି ତାର ନାକକୁ ତୁ କାଟିବୁ। ଯିଏ ତୋର ପ୍ରିୟ ତାର ନାକକୁ ତୁ କାଟିବୁ ନାହିଁ। ଏହା କହି ତଅପୋଇ ହାତରେ ଏକ ତୀକ୍ଷ୍ଣ ଛୁରୀଟିଏ ଦେଲେ। ଏହା ପରଦିନ ରାଜ୍ୟକୁ ଦୂତ ପଠେଇ ଦେଲେ ଯେ ସାଧବର ବୋଇତ ଆସି କୂଳରେ ଲାଗିଛି। ତେଣୁ ସାଧବ ବୋହୂମାନେ ସାଧବ ପୁଅକୁ ବନ୍ଦେଇ ଆଣିବା ପାଇଁ ସେଠାକୁ ଯାଆନ୍ତୁ। ଏହି ସମସ୍ତ ଶୁଣି ସାରିବା ପରେ ସାଧବ ବୋହୂମାନେ ହାତରେ ଅର୍ଘ୍ୟ ଥାଳି ଧରି ବାହାରି ପଡ଼ିଲେ ବୋଇତ ବନ୍ଦେଇବା ପାଇଁ। ସେଠାରେ ପହଞ୍ଚିବା ପରେ 7 ଭାଇମାନେ ତଅପୋଇଙ୍କୁ ଖୋଜିବାରୁ ବଡ଼ ବୋହୂ କହିଲେ ଯେ ତଅପୋଇଙ୍କୁ ଜ୍ୱର ହୋଇଛି, ସେ କିପରି ପାଦରେ ପୀଡ଼ା ପାଇ ଏଠାକୁ ଆସିବେ। ଏହା ଶୁଣି ବଡ଼ ଭାଇ ଅତ୍ୟନ୍ତ କ୍ରୋଧବର ହୋଇ ମଙ୍ଗ କୋଣରେ ଥିବା ଦେବତାଙ୍କୁ ବନ୍ଦେଇବା ପାଇଁ ବଡ଼ ବୋହୂଙ୍କୁ ପଠାଇଲେ। ମଙ୍ଗ କୋଣରେ ତଅପୋଇ ହାତରେ ଛୁରୀ ଧରି ବସିଥିଲେ। ଯେଉଁ ସମୟରେ ବଡ଼ ବୋହୂ ସେଇଠାରେ ପ୍ରବେଶ କଲେ, ସେ ସଙ୍ଗେ ସଙ୍ଗେ ହସ୍ତର ଛୁରୀରେ ବଡ଼ ବୋହୂର ନାକକୁ କାଟିଦେଲେ। ଏହିପରି ଭାବରେ 6 ବୋହୂଙ୍କ ନାକ କାଟିବା ପରେ ସପ୍ତମରେ ଯେତେବେଳେ ସପ୍ତମ ବୋହୂ ନୀଳେନ୍ଦ୍ରୀ ଆସିଲେ, ସେତେବେଳେ ସେ ହାତରୁ ଛୁରୀକୁ ପକାଇଦେଲେ ଏବଂ ନିଜ ଗଳାରେ ଥିବା ରତ୍ନମାଳିଟିକୁ ତଅପୋଇ ସାନ ବୋହୂଙ୍କ ଗଳାରେ ପକାଇଦେଲେ ଏବଂ ସାନ ବୋହୂ ତଅପୋଇଙ୍କୁ କୋଳରେ ଧରି ସେଠାରୁ ବାହାରି ଆସିଲେ। ଏହା ଥିଲା ତଅପୋଇର ଦୁଃଖଭରା କାହାଣୀ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଧନ୍ୟବାଦ।